ଜଗନ୍ନାଥ ପ୍ରଭୁ ଥ୍ୟାଙ୍କସ୍ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସବୁ ପିଲାମାନଙ୍କୁ ୱେଲକମ୍। ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ ଏବଂ ନିଜ ନିଜର ପ୍ରସ୍ତୁତି ଠିକ୍ ହିସାବରେ ଚଲେଇ ରଖିଥିବେ। ଦେଖନ୍ତୁ ଗୋଟେ ଭେକେନ୍ସି ଆସିଯାଇଛି ଯାହାକି ଆପଣମାନଙ୍କୁ ରହୁଛି EPF ତରଫରୁ ଆପଣଙ୍କର ଭେକେନ୍ସିଟି ଆସିଛି। EPF କ'ଣ ନା EPF ହେଉଛି ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ସେକ୍ଟର ହେଉ ବା ଆପଣଙ୍କ ପ୍ରାଇଭେଟ୍ ସେକ୍ଟର ହେଉ ଆପଣମାନେ ଯଦି ଜବ୍ କରନ୍ତି ତେବେ ଆପଣଙ୍କ EPF ସେକ୍ଟରକୁ କିଛି ପଇସା କାଟିକି ଯାଇଥାଏ, ଯାହାକି ଆପଣଙ୍କ ସେଇଟା ଡବଲ୍ ହେଇକି ତୁମେ ଯେବେ ବି ୱିଡ୍ରାଲ୍ କରିବ ଡବଲ୍ ହେଇଥାଏ, ଅର୍ଥାৎ 1000 ଟଙ୍କା କାଟିଲେ EPF ଆଉ 1000 ଟଙ୍କା ଭରିଥାଏ। ତେଣୁ এই EPF ତରଫରୁ ଆପଣଙ୍କର ଭେକେନ୍ସି ଆସିଛି ବା ତା ଅଫିସରେ ଜବ୍ ଭେକେନ୍ସିଟି ଆସିଛି। ଡିଟେଲ୍ସ ପରେ এই ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଦେବି। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ, ମୋଟେ ସ୍କିପ୍ କରିବେନି, ଯାହାଫଳରେ ଆପଣ ସମସ୍ତ ଡାଉଟ୍ କ୍ଲିୟର ହେଇଯିବ ଏବଂ କେବେଠାରୁ ଆପ୍ଲାଏ ହେଉଛି ଏବଂ ତା'ର ସିଲେକ୍ସନ୍ ପ୍ରୋସେସ୍ କ'ଣ ରହୁଛି, ଲାଷ୍ଟ ଡେଟ୍ କେବେ ରହୁଛି, ଏଜ୍ ରିଲାକ୍ସେସନ୍ କ'ଣ ରହୁଛି, ସମସ୍ତ ଡିଟେଲ୍ସ এই ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ମୁଁ ଚାହୁଁଛି। ଯଦି ପ୍ରଥମ ଥର ପାଇଁ ଆମ ଥ୍ୟାଙ୍କସ୍ ଅଫ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଛନ୍ତି ତେବେ ସବସ୍କ୍ରାଇବ୍ କରି ରଖିବେ ଏବଂ ତା ପାଖରେ ଥିବା ଅଲ୍ ବେଲ୍ ଆଇକନ୍ଟି ଦବି ରଖିବେ, କାରଣ ଆମେ ଅପଲୋଡ଼ କରୁଥିବା ସମସ୍ତ ଜବ୍ ରିଲେଟେଡ୍ ଭିଡ଼ିଓ ଗୁଡ଼ିକୁ ଆପଣମାନେ ସର୍ବପ୍ରଥମେ ଦେଖିବା ପାଇଁ ପାଇବେ। ଆସନ୍ତୁ ଡିଟେଲ୍ସ ପରେ ଆଲୋଚନା କରିବା କ'ଣ ସବୁ ରହୁଛି। ଦେଖନ୍ତୁ, ଏଇଟା ରହୁଛି EPF ତରଫରୁ ଆସିଥିବା ସର୍ଟ ନୋଟିଫିକେସନ୍ଟି ଏବଂ ଆପଣମାନଙ୍କୁ ମଧ୍ୟ ୟାର ଫୁଲ୍ ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଦେଖିବି। ଆପେ ଆଗେ ଆଲୋଚନା କରିଥିବା କ'ଣ ସବୁ ରହୁଛି, ତାପରେ ଆପଣଙ୍କୁ ତା'ର ଫୁଲ୍ ନୋଟିଫିକେସନ୍ ପାଖକୁ ନେଇଯାଉଛି। ଦେଖନ୍ତୁ, ଏଇଟା ରହୁଛି ତା'ର ଆଡ଼ଭର୍ଟାଇଜ୍ ନମ୍ବର ରହୁଛି ଏବଂ ଆପଣଙ୍କର ଆସିଛି 18/3/2026 ତାରିଖରେ ଆପଣଙ୍କର ଏଇଟା ଆସିଛି, ଆପଣଙ୍କର ନୋଟିଫିକେସନ୍ଟି ଆସିଛି। ଏଥିରେ ଯେ ଆସିଛି, ଏଥିରେ ଟୋଟାଲ୍ ଭେକେନ୍ସି ଯେଉଁ ରହୁଛି 153ଟି ଭେକେନ୍ସି ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ଏବଂ ମେଲ୍ ଏବଂ ଫିମେଲ୍ କ୍ୟାଟାଗୋରିର ସମସ୍ତ ପିଲାମାନେ ଦେଖିବା ପାଇଁ ପାଉଛନ୍ତି ଏବଂ ଗ୍ରୁପ୍ ସି ପୋଷ୍ଟ ରହୁଛି ଏବଂ ଲୋୟର ଡିଭିଜନ୍ କ୍ଲର୍କ ହିଁ ରହୁଛି। ଏଥିରେ ଆପଣମାନେ ଅର୍ଗାନାଇଜେସନ୍ କିଏ କରୁଛି ନା ବୋର୍ଡ଼ ଏମ୍ପ୍ଲୟମେଣ୍ଟ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଅର୍ଗାନାଇଜେସନ୍, ସେଇଟା ରହୁଛି EPF ହିଁ କରୁଛି, ବୁଝିପାରିଲେ। ବୋର୍ଡ଼ ଏମ୍ପ୍ଲୟମେଣ୍ଟ ପ୍ରାଇଭେଟ୍ ଫାଉଣ୍ଡେସନ୍ ଅର୍ଗାନାଇଜେସନ୍ EPF ହିଁ କରୁଛି। ପୋଷ୍ଟ ନେମ୍ ରହୁଛି ଲୋୟର ଡିଭିଜନ୍ କ୍ଲର୍କ ହେଉଛି LDC ଏବଂ ଜୁନିୟର ଆସିଷ୍ଟାଣ୍ଟ JASA ରହୁଛି ଆପଣଙ୍କ ଭେକେନ୍ସିଟି, ଅର୍ଥାৎ 2ଟି ଭେକେନ୍ସି ରହୁଛି, ହେଲେ ପୋଷ୍ଟ କେତେ ରହୁଛି 153ଟି ଭେକେନ୍ସି ଆପଣମାନେ ଦେଖିବା ପାଇଁ ପାଉଛନ୍ତି। ହୁ କ୍ୟାନ୍ ଆପ୍ଲାଏ, ଓଡ଼ିଶାର ସମସ୍ତ ପିଲାମାନେ ଆପ୍ଲାଏ କରିବେ, ଉଭୟ ମେଲ୍ ଏବଂ ଫିମେଲ୍ କ୍ୟାଟାଗୋରିର ସମସ୍ତ ପିଲାମାନେ ଆପ୍ଲାଏ କରିପାରିବେ। ଟୋଟାଲ୍ ପୋଷ୍ଟ ରହୁଛି 153ଟି ଏବଂ ଏକ୍ଜାମ୍ ଟାଇପ୍ ରହୁଛି ଡିପାର୍ଟମେଣ୍ଟ ଅନୁସାରେ ଆପଣଙ୍କର ଏକ୍ଜାମ୍ ଟାଇପ୍ଟି ମଧ୍ୟ ରହିବ। ଟାଇପ୍ରେ ଆପଣଙ୍କର ଏକ୍ଜାମ୍ରେ କ'ଣ ସବୁ ରହିବ ତା ମଧ୍ୟ ମୁଁ ଆପଣଙ୍କୁ ଦେଖିଦେବି। ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଏକ୍ଜାମ୍ ମୋଡ଼୍ଟି ରହୁଛି ଆପଣଙ୍କ MCQ କମ୍ପ୍ୟୁଟର ବେସ୍ ଟେଷ୍ଟଟି ରହିବ ଏବଂ ଜବ୍ ଲୋକେସନ୍ଟି ଅଲ୍ ଇଣ୍ଡିଆ ବେସିସ୍ରେ ରହିବ। କହିବାକୁ ଗଲେ ଆପଣମାନଙ୍କ ଯେହେତୁ EPFଟା ହେଉଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହିସାବରେ ଯାଉଛି, ତେଣୁ ଜବ୍ଟି ଆପଣଙ୍କ ମଧ୍ୟ ସେଣ୍ଟ୍ରାଲ ଲେବୁଲ୍ ଆପଣଙ୍କ ରହିବ, କିନ୍ତୁ ଅଲ୍ ଓଡ଼ିଶାର ସମସ୍ତ ପିଲାମାନେ ଆପ୍ଲାଏ କରିପାରିବେ। ଜବ୍ ଲୋକେସନ୍ ଗଲା, ତାପରେ ସ୍ୟାଲାରୀ ରହୁଛି ଆପଣଙ୍କ 19,900ରୁ ଆପଣଙ୍କ 63,200 ରହୁଛି ପାର୍ ମନ୍ଥ ରହୁଛି ସ୍ୟାଲାରୀ ଏବଂ ଆପ୍ଲାଏର ଲାଷ୍ଟ ଡେଟ୍ ରହୁଛି 4 ଏପ୍ରିଲ 2026 ତାରିଖ ରହୁଛି ଏବଂ ଆଡ଼ଭର୍ଟାଇଜ୍ ନମ୍ବର ମଧ୍ୟ ଆଉ ଥରେ ଦେଖିଦେଉଛି। ଏଇଟା ରହୁଛି ତା'ର ଆଡ଼ଭର୍ଟାଇଜ୍ ନମ୍ବର ଏବଂ ଆପ୍ଲିକେସନ୍ ଅନଲାଇନ୍ ଆରମ୍ଭ ହୋଇଗଲାଣି, କେବେଠୁ ଆରମ୍ଭ ହୋଇଛି ତା ମଧ୍ୟ ମୁଁ ଦେଖିଦେଉଛି। ଦେଖନ୍ତୁ, ଏଥିରେ ନୋଟିଫିକେସନ୍ ଆସିଥିଲା 18/3/2026 ତାରିଖରେ ଆସିଛି ଏବଂ ଆପଣମାନଙ୍କର ଆପ୍ଲିକେସନ୍ ଷ୍ଟାର୍ଟିଂ ହେଉଛି 20 ମାର୍ଚ୍ଚ 2026 ଏବଂ ଆପଣମାନଙ୍କର ଲାଷ୍ଟ ଡେଟ୍ ରହୁଛି 1 ଏପ୍ରିଲ 2026 ରହୁଛି ତା'ର ଲାଷ୍ଟ ଡେଟ୍। କହିବାକୁ ଗଲେ 1/4/2026 ରହୁଛି, ମାନେ ପାଖାପାଖି ଆପଣଙ୍କୁ ଏଠି 11 ଦିନ ଥିଲା ଏକ୍ଜାମ୍ ମାନେ ଫର୍ମଟି ପକାଇବା ପାଇଁ ଏବଂ ଏହାର ଏକ୍ଜାମ୍ ମଧ୍ୟ ଆପଣଙ୍କ ଡେଟ୍ ମଧ୍ୟ ଦେଇଛି, ତା ମଧ୍ୟ ମୁଁ ଆପଣଙ୍କୁ ଦେଖାଇ ଦେଉଛି ଏବଂ ଏହାର ସମସ୍ତ ଡିଟେଲ୍ସ ଆପଣଙ୍କୁ ଏହାର ଅଫିସିଆଲ୍ ନୋଟିଫିକେସନ୍ ପାଖକୁ ନେଇଯାଉଛି, ଯାହାଫଳରେ ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ଜାଣିପାରିବେ। ଏଥିରେ ଆପଣମାନଙ୍କର ଏକ୍ଜାମ୍ ମଧ୍ୟ ଆପଣଙ୍କର ହେବ ଏବଂ ଆପଣଙ୍କର ଏକ୍ଜାମ୍ରେ ଟୋଟାଲ୍ କେତେ ମାର୍କରେ ହେବ ନା 120 ମାର୍କରେ ଟୋଟାଲ୍ ହେଉଛି ଏବଂ 120 ମିନିଟ୍ରେ ମଧ୍ୟ ଆପଣଙ୍କର ଏକ୍ଜାମ୍ଟି ହେବ। ଏଥିରେ ଇଂଲିଶ ରହୁଛି, ଆପଣଙ୍କ ମ୍ୟାଥ୍ ରହୁଛି, ରିଜନିଂ ରହୁଛି ଏବଂ ଆପଣଙ୍କର GK ମଧ୍ୟ ରହୁଛି। ତା ସହିତ ଏଥିରେ ମାନେ କମ୍ପ୍ୟୁଟର ବେସିକ୍ ଟେଷ୍ଟ ହେବ ଏବଂ MCQ ହିସାବରେ ଆପଣଙ୍କର ଏକ୍ଜାମ୍ଟି ହେବ। ତା ସହିତ ଆପଣଙ୍କର ଏଥିରେ କ'ଣ ରହୁଛି ନା ଆପଣମାନେ ଅଫିସିଆଲ୍ ୱେବସାଇଟ୍ଟା ମନେ ରଖିବେ, ଏଇଟା ରହୁଛି ତା'ର ଅଫିସିଆଲ୍ ୱେବସାଇଟ୍। ଏଇ ଅଫିସିଆଲ୍ ୱେବସାଇଟ୍ରେ ଆପଣମାନେ ଯାଇକି
ଫର୍ମଟି ପକାଇପାରିବେ। ତା ସହିତ ଆପଣଙ୍କର ଏକ୍ଜାମ୍ ମଧ୍ୟ ଡେଟ୍ ଆପଣଙ୍କୁ ଦେଇଦିଆଯାଇଛି। ଏକ୍ଜାମ୍ ଡେଟ୍ ହେଉଛି 2/5/2026 ତାରିଖ ତା'ର ରହୁଛି ଏକ୍ଜାମ୍ ଡେଟ୍। କହିବାକୁ ଗଲେ ଆପଣଙ୍କ ମେ ମାସ ରହୁଛି ତା'ର ଏକ୍ଜାମ୍ ଡେଟ୍। ଏଇ ମେ ମାସରେ ଆପଣଙ୍କ ଏକ୍ଜାମ୍ ହେବ। ଆପଣ ଗୋଟେରୁ ଆଉ ମାସରୁ 2 ମାସ ଭିତରେ ଆପଣଙ୍କ ଡକୁମେଣ୍ଟ ଭେରିଫିକେସନ୍, ତାପରେ ଆପଣମାନେ ଜବ୍ଟି ପାଇପାରିବେ। ବହୁତ ଭଲ ଜବ୍ଟି ରହୁଛି। ମୁଁ ଆଜି ଭିଡ଼ିଓଟି ବହୁତ ହେଲ୍ପ କରିଥିବ। ଯଦି ହେଲ୍ପ କରୁଛି ତେବେ ଗୋଟେ ଲାଇକ୍ କରିବେ ଏବଂ ଫ୍ରେଣ୍ଡ ସାର୍କେଲରେ ସେୟାର କରିଦେବେ, କାରଣ ଆପଣମାନଙ୍କର ଗୋଟେ ସେୟାର ଆପଣମାନଙ୍କ ସାଙ୍ଗକୁ ମଧ୍ୟ ଜବ୍ ଦେଇପାରେ ଏବଂ ଶିକ୍ଷିତ ମଧ୍ୟ କରିଦେଇପାରେ। ଏବଂ ଏହାର ପିଡିଏଫ୍ଟି ଏଇଟା ରହୁଛି ତା'ର ଅଫିସିଆଲ୍ ପିଡିଏଫ୍ଟି। এই ଅଫିସିଆଲ୍ ପିଡିଏଫ୍ଟି ଆପଣମାନେ କେମିତି ପାଇବେ ନା ଡେସ୍କ୍ରିପ୍ସନ୍ରେ ଟେଲିଗ୍ରାମ ଲିଙ୍କ୍ ଅଛି, ସେଥିରେ ଜଏନ୍ ହେଇଛି। ସେଥିରେ ଜଏନ୍ ହେଇଗଲେ ଏହାର ଅଫିସିଆଲ୍ ପିଡିଏଫ୍ଟି ମଧ୍ୟ ମୁଁ ଆପଣଙ୍କୁ ସେୟାର କରିଦେବି। ଏବଂ କୌଣସି ଡାଉଟ୍ ଥିଲେ ମୋତେ କମେଣ୍ଟ କରି ପଚାରିବେ, ମୁଁ ଆପଣଙ୍କ କମେଣ୍ଟର ଉତ୍ତର ଦେବା ପାଇଁ ଚେଷ୍ଟା କରିବି। ଏହା ଥିଲା ଅପଡେଟ୍। ଥ୍ୟାଙ୍କ ୟୁ ୱାଚିଂ ଭିଡ଼ିଓ। ଜୟ ଜଗନ୍ନାଥ।